ଆସନ୍ତାକାଲିଠାରୁ ଓଡ଼ିଶାର ରାଜ୍ୟ ବିଦ୍ୟୁତ୍ ନିଗମ ଆୟୋଗ ଓଆଇଆର୍‌ସିରେ 2025-26 ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ହେବ କି ନ ହେବ ସେଥିପାଇଁ ଜନଶୁଣାଣି ହେବାର ଅଛି। ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନୁହେଁ, ଗ୍ରାହକଙ୍କଠାରୁ ବିଗତ ବର୍ଷମାନଙ୍କରେ ୟୁନିଟ୍ ପିଛା 90 ପଇସା ଆର୍ଥିକ ଶୁଳ୍କ ଆଦାୟ କରୁଥିବା ଟଙ୍କାକୁ ଗ୍ରାହକମାନଙ୍କୁ ଫେରସ୍ତ କରିବାକୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଦାବି କରିଛି। ମହାସଂଘର ଆହ୍ବାୟକ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ଓ ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ କେନ୍ଦ୍ରୀୟ ଶକ୍ତି ଅର୍ଥ ନିଗମ (ପିଏଫ୍ସି) 2021-22 ରିପୋର୍ଟ ଅନୁଯାୟୀ ସର୍ବଭାରତୀୟ ସ୍ତରରେ ୟୁନିଟ୍ ପିଛା ଗ୍ରାହକମାନଙ୍କଠାରୁ 5 ଟଙ୍କା 8 ପଇସା ଆଦାୟ କରାଯାଉଥିଲା ବେଳେ ଓଡ଼ିଶାର ବିଦ୍ୟୁତ୍ କମ୍ପାନୀମାନେ ଉପଭୋକ୍ତାମାନଙ୍କଠାରୁ ୟୁନିଟ୍ ପିଛା 5 ଟଙ୍କା 98 ପଇସା ଆଦାୟ କରୁଛନ୍ତି। ଅର୍ଥାତ୍ ଓଡ଼ିଶାରେ ପାଖାପାଖି 1 କୋଟି ଗ୍ରାହକ ୟୁନିଟ୍ ପିଛା 90 ପଇସା ଆର୍ଥିକ ଶୁଳ୍କ ଦୀର୍ଘ ଦିନ ଧରି ଦେଇ ଆସୁଛନ୍ତି। ମହାସଂଘର ଆହ୍ବାୟକ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ, ରବି ବେହେରା କେନ୍ଦ୍ରୀୟ ବିଦ୍ୟୁତ୍ ଆଇନ ମୁତାବିକ ସବୁ ରାଜ୍ୟ ସରକାରମାନେ ବିଦ୍ୟୁତ୍ ବିଲ୍ ପୈଠ ପାଇଁ ସବସିଡି ଦେଉଥିଲା ବେଳେ ଓଡ଼ିଶା ସରକାର ତାହାର ବ୍ୟତିକ୍ରମ କରି କୌଣସି ଗୋଟିଏ ଟଙ୍କା ବିଦ୍ୟୁତ୍ ବିଲ୍ ବାବଦକୁ ସବସିଡି ଦେଉନାହିଁ। ଗୋଟିଏ ଦିଗରେ କମ୍ପାନୀମାନେ ୟୁନିଟ୍ ପିଛା ଗ୍ରାହକମାନଙ୍କଠାରୁ 90 ପଇସା ଅଧିକ ଅର୍ଥାତ୍ ଆଦାୟ କରୁଥିଲା ବେଳେ ଅନ୍ୟ ଦିଗରେ ଓଡ଼ିଶା ସରକାର ଗ୍ରାହକମାନଙ୍କ ସବସିଡି ନ ଦେଇ ପ୍ରଚାରିତ କରି ଚାଲିଛନ୍ତି। ଏହାକୁ ଓଡ଼ିଶା ଉପଭୋକ୍ତା ମହାସଂଘ ତୀବ୍ର ନିନ୍ଦା କରିବା ସଙ୍ଗେ ସଙ୍ଗେ ଗ୍ରାହକମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଓଆଇଆର୍‌ସି ଯେଉଁ ଜନଶୁଣାଣି କରିବାକୁ ଯାଉଛି, ସେହି ଜନଶୁଣାଣିରେ ବେଆଇନ ଭାବରେ କମ୍ପାନୀମାନେ ଗ୍ରାହକଙ୍କଠାରୁ ଅଧିକ ଶୁଳ୍କ ବାବଦରୁ ଯେଉଁ ଆର୍ଥିକ ଅର୍ଥ ଆଦାୟ କରୁଛନ୍ତି, ତାହାକୁ ଫେରାଇବା ପାଇଁ ଓଆଇଆର୍‌ସି କର୍ତ୍ତୃପକ୍ଷ କମ୍ପାନୀମାନଙ୍କୁ ଏବଂ ରାଜ୍ୟ ସରକାରଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେବାକୁ ଶ୍ରୀ କାନୁନଗୋ ଓ ଶ୍ରୀ ବେହେରା ଦାବି କରିଛନ୍ତି। ତା ନ କରି ଯଦି 2025-26 ଆର୍ଥିକ ବର୍ଷରେ ଓଆଇଆର୍‌ସି କର୍ତ୍ତୃପକ୍ଷ କମ୍ପାନୀମାନଙ୍କର ଚାପ ଆଗରେ ମୁଣ୍ଡ ନୁଆଁଇ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରନ୍ତି, ତାହେଲେ ରାଜ୍ୟରେ ଏକ ଦ୍ୱିବାର ଜନ ଆନ୍ଦୋଳନ ଗଢ଼ି ଉଠିବ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି। ଏଠାରେ ଉଲ୍ଲେଖ ଥାଉ କି ଆଗାମୀ ଆର୍ଥିକ ବର୍ଷରୁ ୟୁନିଟ୍ ପିଛା 54 ପଇସା ବଢ଼ାଇବା ପାଇଁ ଦାବି କରି ଗ୍ରେଡ୍ କେ ପକ୍ଷରୁ ଓଆଇଆର୍‌ସି ପାଖରେ ଦରଖାସ୍ତ ଦିଆଯାଇଛି। ଆଗାମୀ 19 ତାରିଖ ଦିନ ଗ୍ରେଡ୍ କେ ଦରଖାସ୍ତ ଉପରେ ଓଆଇଆର୍‌ସିରେ ଜନଶୁଣାଣି ହେବାର ପ୍ରସ୍ତାବ ରହିଛି। କିନ୍ତୁ ଦୁଃଖର କଥା, ସମଗ୍ର ଦେଶ ଓଡ଼ିଶାରେ ପ୍ରଥମେ ବିଜୁଳି ସଂସ୍ଥା ଆରମ୍ଭ ହୋଇଥିଲା। ରାଜ୍ୟବାସୀଙ୍କୁ ଶସ୍ତା ଓ ସୁଲଭ ମୂଲ୍ୟରେ ନିର୍ବିଚ୍ଛିନ୍ନ ଓ ଗୁଣମାର୍କା ବିଜୁଳି ସେବା ଯୋଗାଇ ଦେବା ପାଇଁ ଏକ ସଂସ୍ଥା ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଦୁଃଖର କଥା, ଘଣ୍ଟା ଘଣ୍ଟା ଧରି ପାୱାର କଟ୍ ଓ ପାୱାର ଠପ୍ ହୋଇଛି। କମ୍ପାନୀମାନଙ୍କର କ୍ଷୟକ୍ଷତିକୁ ଭରଣ କରିବା ପାଇଁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଭଳି ଜନବିରୁଦ୍ଧ ପଦକ୍ଷେପ ଗ୍ରହଣ କରାଯାଇଛି, ଯାହା ହେଉଛି ଇତିହାସର ବିଡ଼ମ୍ବନା। ଓଡ଼ିଶା ଭଳି ଏକ ବିଦ୍ୟୁତ୍ ଉପଭୋକ୍ତା ରାଜ୍ୟ ଏକ କୋଟିରୁ ଅଧିକ ଉପଭୋକ୍ତାମାନେ ବିଜୁଳି କମ୍ପାନୀଙ୍କର ଶୋଷଣ ଓ ଏକ ଛତ୍ରବାଦୀ ଶିକାର ହେବାରେ ଲାଗିଛନ୍ତି ଏବଂ ରାଜ୍ୟ ସରକାର କମ୍ପାନୀଙ୍କର ଏହି ଗ୍ରାହକ ଶୋଷଣ ପ୍ରତି ଆଖି ବୁଜି ଦେଖୁଛନ୍ତି ବୋଲି ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ କୁହାଯାଇଛି। ତେଣୁ ଚଳିତ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ହେଲେ ତାହାର ଉଚିତ ଜବାବ ଜନ ଆନ୍ଦୋଳନ ଜରିଆରେ ଦିଆଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ଆଗାମୀ 18 ତାରିଖ ମଙ୍ଗଳବାର ଦିନ 11 ଘଟିକା ବେଳେ ମହାସଂଘର ରାଜ୍ୟ କାର୍ଯ୍ୟାଳୟରେ ମଧୁସୂଦନଗର ପ୍ଲଟ ନମ୍ବର 71 ଠାରେ ବିଭିନ୍ନ ରାଜନୈତିକ ଦଳ ଓ ଗଣସଂଗଠନ ଗୁଡ଼ିକର ବୈଠକ ବସି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ବିରୁଦ୍ଧରେ କାର୍ଯ୍ୟକ୍ରମ ସ୍ଥିର କରାଯିବ। ଏହି ବୈଠକରେ ଉପସ୍ଥିତ ରହିବା ପାଇଁ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ଭିଡ଼ିଓଟି ଆପଣଙ୍କୁ ଯଦି ଭଲ ଲାଗିଥାଏ ଗୋଟେ ଲାଇକ୍ କମେଣ୍ଟ ନିଶ୍ଚିତ କରନ୍ତୁ। ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ।